नमस्कार गप अमृत चैनल रे आपण मानकु स्वागत। बंधुगण, विक्रम बेताल गल्प जे केवल मनोरंजन धर्मी बा शिक्षणीय नुहे, यह आमको संस्कार मध्य शिखाई थाए। विभिन्न प्रकार राजनैतिक परिस्थितिर समाधानर सूत्र विक्रम बेताल गल्परे लुचि रहिछि। तेणु डेरी नकरी आसंतु शुणिबा विक्रम बेताल कथार तृतीय गल्प, चंदन काठर कंढेई। निशा गरजु थाए, तुहाकु तुहा शीतल पवन सांगकु मृदु मृदु वर्षा। बणबुदा भितरु भासी आसुथाए साई साई शब्द। श्वान स्वापदଙ୍କ रड़ी सांगकु शुभुथाए अशरीरी मानଙ୍କର अट्टहास्य। घन घन बिजुली आलोकरे दिशि जाउथाए भयानक मुहटी मान। किंतु राजा विक्रमार्क तिळेमात्र विचलित न होई पुनर्बार ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ ଉତ୍ତାରି ଆଣିଲେ। ସେ ତାକୁ କାନ୍ଧରେ ପକାଇ ଶୂନଶାନ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହି ଉଠିଲା, ରାଜନ୍, ଯେଉଁ ମହାନ ଲକ୍ଷ୍ୟ ହାସଲ ପାଇଁ ତୁମେ ପରିଶ୍ରମ କରୁଛ, ସେଥିପାଇଁ ଏକାଗ୍ର ସାଧନାର ଆବଶ୍ୟକତା ରହିଛି। ତାହା ତୁମ ପାଖରେ ରହିଛି, କିନ୍ତୁ ମାନବର ପ୍ରଯତ୍ନ ସେତେବେଳେ ସଫଳ ହୁଏ ଯେତେବେଳେ ଭାଗ୍ୟ ତାକୁ ସହାୟ ହୁଏ। କିନ୍ତୁ ଏପରି କ୍ୱଚିତ୍ ଘଟିଥାଏ। ଆଶା ସୁଫଳ ହୁଏ ଓ ଲକ୍ଷ୍ୟ ପ୍ରାପ୍ତି ହୁଏ। ବେଳେବେଳେ ଏପରି ମଧ୍ୟ ଦେଖାଯାଏ, ଆଶାଠାରୁ ଅଧିକ ସଫଳତା ମିଳୁଥିଲେ ବି କେହି କେହି ତାହାକୁ ଜାଣିଶୁଣି ହାତଛଡ଼ା କରିଦିଅନ୍ତି। ତୁମକୁ ସତର୍କ କରିଦେବାକୁ ମୁଁ ତୁମକୁ ଏପରି ଜଣେ ଯୁବକର କାହାଣୀ ଶୁଣାଇବି। ମନ ଦେଇ ଶୁଣ, ପଥଶ୍ରମ ଦୂର ହେବ। ଏପରି କହି ବେତାଳ ଗପିବାରେ ଲାଗିଲା। ଶୃଙ୍ଗବର ଜମିଦାରୀରେ ସାକେତପୁର ନାମରେ ଏକ ଗ୍ରାମ ଥିଲା। ସେହି ଗ୍ରାମର ଜଣେ ସ୍ୱଚ୍ଛଳ କୃଷକଙ୍କର ପୁତ୍ର ଦିଲ୍ଲୀପ। ପିତାଙ୍କ କୃଷିକାର୍ଯ୍ୟ ପ୍ରତି ତା ମନରେ ଆଦୌ ଆଗ୍ରହ ନଥିଲା, କିନ୍ତୁ ହସ୍ତକଳାରେ ତାର ଅଦ୍ଭୁତ ଦକ୍ଷତା ଥିଲା। କେବଳ ଥରେ ଦେଖିଦେଲେ ସେ ଯେକୌଣସି କାମ ଶିଖିଯାଇ ପାରୁଥିଲା। ଚିକ୍କଣ ମାଟି ମିଳିଲେ ସେ ସେଥିରେ ସୁନ୍ଦର ସୁରେଇ ଓ କଣ୍ଢେଇ ଗଢ଼ିଦେଇ ପାରୁଥିଲା। ତା ହାତକୁ ଖଣ୍ଡେ ବାଉଁଶ ଆସିଗଲେ ଚାହୁଁ ଚାହୁଁ ତାହା ଗୋଟିଏ ସୁନ୍ଦର ବଇଁଶିରେ ପରିଣତ ହୋଇ ବାଜି ଉଠୁଥିଲା। ଏକଲବ୍ୟଙ୍କ ପରି ଦିଲ୍ଲୀପ ସ୍ୱୟଂ ହସ୍ତକଳା ସବୁ ଶିଖିପାରିଥିଲା। ସେଇ ବର୍ଷ ଶୃଙ୍ଗବର ଜମିଦାର ତାଙ୍କ କନ୍ୟା ମଣିମାଳାର ଅଷ୍ଟାଦଶ ଜନ୍ମଦିବସ ଉତ୍ସବ ବଡ଼ ଆଡ଼ମ୍ବରରେ ପାଳନ କରିବା ପାଇଁ ଘୋଷଣା କଲେ। ଜମିଦାର ଡେଙ୍ଗୁରା ପିଟାଇ ଜଣାଇଦେଲେ ଯେ ଏହି ଶୁଭ ଅବସରରେ ପ୍ରତ୍ୟେକ ଜନତା ଉପସ୍ଥିତ ହେବା ଜରୁରୀ। ସାକେତପୁର ଗ୍ରାମର ଲୋକମାନେ ଦିଲ୍ଲୀପକୁ ଅନୁରୋଧ କଲେ ଯେ ସେ ଏହି ଅବସରରେ ଜମିଦାରଙ୍କ ପୁତ୍ରୀକୁ ଉପହାର ଦେବା ପାଇଁ ଏକ ଅଦ୍ଭୁତ ଓ ଅସାମାନ୍ୟ କଳାକୃତି ପ୍ରସ୍ତୁତ କରୁ, ଯାହାକି ସବୁଠାରୁ ଉତ୍ତମ ଓ ଆକର୍ଷଣୀୟ ବିବେଚିତ ହେବ। ଦିଲ୍ଲୀପ ବହୁତ ଚିନ୍ତା କଲା। ଶେଷରେ ସେ ରକ୍ତଚନ୍ଦନରେ ଏକ ସିଂହାସନ ତିଆରି କରିବାକୁ ନିଷ୍ପତ୍ତି ନେଲା। ତା ପରଦିନ ସେ ରକ୍ତଚନ୍ଦନ କାଠ ମଗାଇଲା। ସେଥିରେ ସିଂହାସନ ନିର୍ମାଣ କାର୍ଯ୍ୟ ଆରମ୍ଭ କଲା। ସିଂହାସନର ହସ୍ତକୁ ରାଜହଂସର ପକ୍ଷ ପରି ଓ ଗୋଡ଼କୁ ନାଟ୍ୟ ଭଙ୍ଗିମାରେ ନିମଜ୍ଜିତ କୃଷ୍ଣସାର ପରି ଖୋଦିତ କରାଇଲା। ମସ୍ତକରେ ରଙ୍ଗୀନ ପଥର ଖଚା ହେଲା। ସୁନ୍ଦର ଲତା ଓ ପୁଷ୍ପର ନକ୍ସା ଖୋଦିତ ହେଲା। କାମ ସରିଯିବା ପରେ ବଳି ପଡ଼ିଥିବା କାଠରେ ସେ ଗୋଟିଏ ସୁନ୍ଦରୀ କନ୍ୟାର ପ୍ରତିମା ଗଢ଼ିଲା। ସେହି ପ୍ରତିମାର ଗଢ଼ଣ ଅତି ଚମତ୍କାର ଥିଲା। ତାହା ଏତେ ଆକର୍ଷଣୀୟ ଥିଲା ଯେ ସେ ତାକୁ ନିଜ ପାଖରେ ସୁରକ୍ଷିତ ରଖିବାକୁ ସ୍ଥିର କଲା। ସେହି କଳାକୃତିକୁ ସେ ଖଣ୍ଡେ ରେଶମୀ ଶାଢ଼ୀ ପିନ୍ଧାଇଲା, ବିଭିନ୍ନ ପ୍ରକାର ଅଳଙ୍କାରରେ ସଜାଇଲା ଓ ମଥାରେ ବିନ୍ଦି ଲଗାଇଦେଲା। ସିଂହାସନ ଓ ସେହି କଳାକୃତିକୁ ଦେଖି ଗ୍ରାମବାସୀମାନେ ତାକୁ ପ୍ରଶଂସାରେ ପୋତି ପକାଇଲେ। ତାପରେ ସେ ତାକୁ ନେଇ ଶୃଙ୍ଗବର ଜମିଦାରଙ୍କ ପୁତ୍ରୀକୁ ଉପହାର ଦେଲା। ଏପରି ଏକ ସୁନ୍ଦର କଳାତ୍ମକ ସିଂହାସନକୁ ଦେଖି ମଣିମାଳା ଖୁବ୍ ଖୁସି ହେଲେ। ସେ ସେହି କଳାକାରଙ୍କୁ ଦେଖିବା ପାଇଁ ପିତାଙ୍କ ନିକଟରେ ଇଚ୍ଛା ପ୍ରକଟ କଲେ। ଜମିଦାର ଦିଲ୍ଲୀପଙ୍କୁ ଡକାଇଲେ। ଦିଲ୍ଲୀପ ନିଜ ସାଥିରେ ଚନ୍ଦନର କଣ୍ଢେଇଟିକୁ ମଧ୍ୟ ନେଇ ଯାଇଥିଲା। ସେ କଣ୍ଢେଇ ଦେଖି ମଣିମାଳା ଚମତ୍କୃତ ହେଲେ। ତାର କଳା ନୈପୁଣ୍ୟ ତାକୁ ଖୁବ୍ ପ୍ରଭାବିତ କଲା। ସେ ତତ୍କ୍ଷଣାତ୍ ପିତାଙ୍କୁ କହିଲେ, ପିତାଶ୍ରୀ, ମୋର ଏଇ ଅତି ସୁନ୍ଦର କଣ୍ଢେଇଟି ଦରକାର। ମହାଭାଗ କ୍ଷମା କରିବେ, ମୁଁ ଏଇ କଣ୍ଢେଇ ମୋ ନିଜ ପାଇଁ ତିଆରି କରିଛି। ଏହା ମୁଁ କାହାକୁ ଦେଇପାରିବି ନାହିଁ।
ଦିଲ୍ଲୀପ ନିସଂକୋଚରେ ପ୍ରକାଶ କଲା। ଯେତେ ମୂଲ୍ୟ ଚାହିଁବ ତାହା ପ୍ରଦାନ କରାଯିବ। ତୁମେ ତୁମର ମନ ମୁତାବକ ମୂଲ୍ୟ ପ୍ରକାଶ କର। ଜମିଦାର କହିଲେ। ଏଇ କଣ୍ଢେଇ ମୋର ଜୀବନ, ଏହାକୁ ମୁଁ କେବେ ବି ଦେବି ନାହିଁ। ଦିଲ୍ଲୀପ ଦୃଢ଼ତାପୂର୍ବକ କହିଲା। ପ୍ରାଣହୀନ ଏଇ କଣ୍ଢେଇ ତୁମର ଜୀବନ। ତୁମେ ଚାହିଁଲେ ଏଇ ମଣିମାଳା ତୁମର ହୋଇଯିବ। ସେଇ କଣ୍ଢେଇ ମୋତେ ଦେଇଦିଅ। ମଣିମାଳା କହିଲା। ଏହା ମୋର ହୃଦୟର କଳ୍ପନା ସୁନ୍ଦରୀର ପ୍ରତିରୂପ ଅଟେ। ମୁଁ ମୋ ପାଇଁ ଏପରି ଏକ ବଧୂ ସନ୍ଧାନ କରୁଛି। କ୍ଷମା କରିବେ, ମୁଁ ତୁମ ଇଚ୍ଛା ପୂରଣ କରିପାରିବି ନାହିଁ। ଦିଲ୍ଲୀପ ବିନୟତାର ସହ ପ୍ରକାଶ କଲା। ଦିଲ୍ଲୀପର ପ୍ରତ୍ୟାଖ୍ୟାନ ମଣିମାଳାର ଅହଂକୁ ବାଧିଲା। ସେ ନିଜ କ୍ରୋଧ ପ୍ରକଟ କରି ପିତାଙ୍କୁ ଚାହିଁଲା। ଜମିଦାର ପୁତ୍ରୀର ମନୋଭାବ ବୁଝିପାରିଲେ। ସେ ଦିଲ୍ଲୀପକୁ କହିଲେ, ଦିଲ୍ଲୀପ, ମୁଁ ସ୍ୱୀକାର କରୁଛି ଯେ ତୁମେ ଜଣେ ଅଦ୍ୱିତୀୟ କଳାକାର। ମୁଁ ତୁମକୁ ଏଥିପାଇଁ ଅଭିନନ୍ଦନ ଜଣାଉଛି। ମାତ୍ର ମୁଁ ତୁମକୁ 6 ମାସ ସମୟ ଦେଉଛି। ଏହି ସମୟ ଭିତରେ ତୁମକୁ ତୁମର ଇଚ୍ଛାନୁରୂପ କନ୍ୟା ମିଳିଗଲେ ଭଲ କଥା। ଅନ୍ୟଥା ତୁମକୁ ଏହି କଣ୍ଢେଇ ମୋ କନ୍ୟାକୁ ଦେବାକୁ ପଡ଼ିବ ଓ ତା କଥା ମାନିବାକୁ ପଡ଼ିବ। ଯଦି ତୁମେ ଏପରି ନ କର, ତେବେ ତୁମକୁ ମୋର ଜମିଦାରୀରୁ ବହିଷ୍କାର କରିଦେବି। ଜମିଦାର କ୍ରୋଧ ପ୍ରକାଶିତ କଲେ। ଆପଣଙ୍କ ଇଚ୍ଛା, ଏତିକି ମାତ୍ର କହି ଦିଲ୍ଲୀପ ସେଠାରୁ ଚାଲି ଆସିଲା। ଗ୍ରାମ ଗ୍ରାମ ବୁଲି ସେ ତାର କଳ୍ପନା ସୁନ୍ଦରୀକୁ ଖୋଜିବାକୁ ଲାଗିଲା। ବହୁତ ଖୋଜିଲା ପରେ ବି ଏପରି ସୁନ୍ଦରୀ ତାର ନଜରକୁ ଆସିଲେ ନାହିଁ। ନିରାଶ ହୋଇ ଦିନେ ସେ ଶ୍ରାନ୍ତ କ୍ଳାନ୍ତ ଅବସ୍ଥାରେ ଜଙ୍ଗଲ ରାସ୍ତାରେ ଯାଉଥିଲା। ପ୍ରବଳ କ୍ଷୁଧାରେ ଛଟପଟ ହୋଇ ସେ ଅଚେତ ହୋଇ ପଡ଼ିଗଲା। ଚେତା ଆସିବା ବେଳକୁ ସେ ନିଜକୁ ଏକ କୁଡ଼ିଆ ଘରେ ପାଇଲା। ସେ ସମ୍ମୁଖରେ ଜଣେ ସାଧାରଣ ସୌନ୍ଦର୍ଯ୍ୟର ଭୀଲ ଯୁବତୀକୁ ଦେଖିଲା। ଦିଲ୍ଲୀପକୁ ଆଖି ଖୋଲିବାର ଦେଖି ସେହି ଯୁବତୀ ତାକୁ ପାଣି ପିଇବାକୁ ଦେଲା ଓ କହିଲା, ଆପଣ ଜଙ୍ଗଲରେ ଅଚେତ ହୋଇ ପଡ଼ିଥିଲେ। ପର୍ବତ ଦେବୀଙ୍କ କୃପାରୁ ଆପଣ ଏବେ ଚେତା ଫେରି ପାଇଲେ। ମନେ ହେଉଛି ପାହାଡ଼ି ଲେମ୍ବୁ ଓ ମହୁର ମିଶ୍ରିତ ପଣା ଆପଣଙ୍କୁ ସୁସ୍ଥ କରିଦେବ। ଅପେକ୍ଷା କରନ୍ତୁ, ମୁଁ ଏବେ ମୋ ପିତାଙ୍କୁ ଡାକି ଆଣୁଛି। ଏପରି କହି ଯୁବତୀ ବାହାରକୁ ଚାଲିଗଲେ। ତାର ନାମ ମଙ୍ଗଳା। ତାର ବାପା ସେଠାକାର ଲୋକଙ୍କୁ ଜଡ଼ିବୁଟିରେ ଚିକିତ୍ସା କରନ୍ତି। ସେ ତାଙ୍କ କନ୍ୟା ସହିତ କୁଟୀର ଭିତରକୁ ଆସିଲେ ଓ ଦିଲ୍ଲୀପର ନାଡ଼ି ଦେଖି କହିଲେ, ବାବୁ, ତୁମେ ବହୁତ ଦୁର୍ବଳ ହୋଇପଡ଼ିଛ। 4 ଦିନ ଏଠାରେ ରହି ବିଶ୍ରାମ କର। ମୋ ଝିଅ ମଙ୍ଗଳା ତୁମର ଯତ୍ନ ନେବ। ଦିଲ୍ଲୀପ ତାଙ୍କ କଥା ମାନିନେଲା। ସେଠାରେ 4 ଦିନ ରହି ବିଶ୍ରାମ ନେଲା। ଦିନେ ଗୋଟିଏ ବାଘ ଶିକାରୀଠାରୁ କୌଣସି ପ୍ରକାରେ ନିଜକୁ ବଞ୍ଚାଇ ସେଠାରୁ ଚାଲି ଆସିଲା। ତାର ପାଦରେ ଆଘାତ ବାଜି ରକ୍ତ ଝରୁଥିଲା। ମଙ୍ଗଳା ବାଘ ପାଖକୁ ଯାଇ ତାର କ୍ଷତରେ ଔଷଧ ଲଗେଇ ପଟି ବାନ୍ଧିଦେଲା। ଦିଲ୍ଲୀପ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲା, ତୁମକୁ ସେଇ କ୍ରୂର ପଶୁର ପାଖକୁ ଯିବାକୁ କ'ଣ ଡର ଲାଗୁନାହିଁ? ନା, ମୋତେ ଡର ଲାଗେନା। ମୁଁ ମାନୁଛି ସେ ଗୋଟିଏ ହିଂସ୍ର ପ୍ରାଣୀ। କିନ୍ତୁ ଭୋକ ଲାଗିଲେ ସେ କାହା ଉପରେ ଆକ୍ରମଣ କରେ। ଆମ ଆଖିରେ ସେ ଯଦି ସ୍ନେହ, ପ୍ରେମ, ଦୟାର ଭାବ ଦେଖିପାରେ, ତେବେ ସେ ଆମର କୌଣସି କ୍ଷତି କରିନଥାଏ। ମଙ୍ଗଳା ହସି ଦେଇ କହିଲା। ମଙ୍ଗଳା ତାର ପିତାଙ୍କୁ ଔଷଧ ତିଆରି କାମରେ ସାହାଯ୍ୟ କରେ, ଘରର ସବୁ କାମ ତୁଲାଏ, ମଧୁର ସ୍ୱରରେ ଗୀତ ମଧ୍ୟ ଗାଏ। ଯାହାର ଯେତେବେଳେ କିଛି ଆବଶ୍ୟକ ପଡ଼େ ସେ ଆଗ୍ରହର ସହିତ ତାଙ୍କୁ ସାହାଯ୍ୟ କରେ। ଦିଲ୍ଲୀପ ଏହାସବୁ ନିରୀକ୍ଷଣ କରୁଥାଏ। ଚତୁର୍ଥ ଦିନ ସେଠାରୁ ବିଦାୟ ନେବାର ସମୟରେ ଦିଲ୍ଲୀପ ତା ପାଖରେ ଥିବା ଚନ୍ଦନ କାଠର କଣ୍ଢେଇ ମଙ୍ଗଳାକୁ ଦେବାକୁ ଇଚ୍ଛା ପ୍ରକାଶ କରି କହିଲା, ତୁମର ଏହି ସାହାଯ୍ୟ ମୁଁ କେବେ ବି ଭୁଲି ପାରିବି ନାହିଁ। ମୋର ଏହି ଉପହାର ଗ୍ରହଣ କର। ନା, ଏହା ଆପଣଙ୍କ ପାଖରେ ଥାଉ। ମୁଁ ଆନ୍ତରିକ ଭାବରେ କାମନା କରୁଛି ଏହି କଣ୍ଢେଇ ପରି ସୁନ୍ଦର ପତ୍ନୀ ଆପଣଙ୍କୁ ମିଳୁ। ଆପଣ ସକୁଶଳେ ଘରେ ପହଞ୍ଚିଗଲେ ମୁଁ ସବୁଠାରୁ ବେଶି ଖୁସି ହେବି। ଏହା କହି ମଙ୍ଗଳା ଗୋଟିଏ ଚମଡ଼ା ଥଳିରେ ମହୁ ଭର୍ତ୍ତି କରି ଦିଲ୍ଲୀପକୁ ଦେଲା। ତୁମର ଏଇ ମହୁଠାରୁ ତୁମ ମନ ଅଧିକ ମିଠା। ମୁଁ ତୁମ ମନକୁ ଆପଣାର କରିବାକୁ ଚାହେଁ। ତୁମେ ମୋତେ ବିବାହ କରିପାରିବ କି? ଦିଲ୍ଲୀପ ନିଜ ମନ କଥା ପ୍ରକାଶ କଲା। ମଙ୍ଗଳା ଲାଜେଇ ଗଲା ଓ ହସି ଦେଇ କୁଡ଼ିଆ ଭିତରକୁ ଚାଲିଗଲା। ସପ୍ତାହକ ପରେ ମଙ୍ଗଳାର ପିତା ମଙ୍ଗଳା ସହିତ ଦିଲ୍ଲୀପର ବିବାହ କରାଇଲେ। ମଙ୍ଗଳା ଓ ଦିଲ୍ଲୀପକୁ ବିଦା କଲେ। ପତ୍ନୀ ସମେତ ଦିଲ୍ଲୀପ ଶୃଙ୍ଗବରଠାରେ ପହଞ୍ଚି ଜମିଦାରଙ୍କୁ ଭେଟିଲା। ସେଠାରେ ତାଙ୍କୁ କହିଲା, ମହାଭାଗ, ଆପଣଙ୍କ କନ୍ୟା ଚନ୍ଦନ କଣ୍ଢେଇ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ମୁଁ ଏବେ ତାହା ଦେବାକୁ ଚାହୁଁଛି। ଗ୍ରହଣ କରନ୍ତୁ। ଏହାର ମୂଲ୍ୟ କେତେ? ଜମିଦାର ପଚାରିଲେ। ମୁଁ କୌଣସି ମୂଲ୍ୟ ମାଗୁନାହିଁ। ଏହା ମୁଁ ଆପଣଙ୍କ କନ୍ୟାକୁ ଉପହାର ଦେଉଛି।
ବିନୟ ଭାବରେ ଦିଲ୍ଲୀପ କହିଲା। ଏହି ସମୟରେ ମଣିମାଳା ସେଠାରେ ଆସି ପହଞ୍ଚିଲା ଓ କହିଲା, ଏଇ ଭିଲ ଯୁବତୀ କ'ଣ ତୁମ କଳ୍ପନା ସୁନ୍ଦରୀ? ସେଇ କଣ୍ଢେଇର ଯେଉଁ ସୌନ୍ଦର୍ଯ୍ୟ ଅଛି, ତା ରତିଏ ମାତ୍ର ସୌନ୍ଦର୍ଯ୍ୟ ଏଇ ଯୁବତୀ ପାଖରେ ନାହିଁ। ଏଇ ଯୁବତୀ କ'ଣ ମୋଠାରୁ ବି ଅଧିକ ସୁନ୍ଦରୀ? ତାପରେ ସେ ତାର ପିତାଙ୍କ ଆଡ଼କୁ ଅନାଇ କହିଲା, ପିତାଶ୍ରୀ, ଦିଲ୍ଲୀପ ବାଜି ହାରିଗଲେ। ତାଙ୍କଠାରୁ କଣ୍ଢେଇ ନେଇ ଆସନ୍ତୁ ଓ ତାଙ୍କୁ କଠୋର ଦଣ୍ଡ ଦିଅନ୍ତୁ। ଜମିଦାର ନିଜ କନ୍ୟାକୁ ଥରଟିଏ ଚାହିଁଲେ ଓ ତାପରେ ଦିଲ୍ଲୀପକୁ କହିଲେ, ଦିଲ୍ଲୀପ, ମୋତେ କ୍ଷମା କରିବେ। ମୋ କନ୍ୟାର ଅହଙ୍କାର ଓ ଗର୍ଭଭରା ସ୍ୱଭାବ ପାଇଁ ମୁଁ ଲଜ୍ଜିତ। ଏଇ କଣ୍ଢେଇର ମୂଲ୍ୟ ବାବଦକୁ ନୁହେଁ, ତୁମ ବିବାହର ଉପହାର ସ୍ୱରୂପ ମୁଁ 1000 ମୋହର ଦେଉଛି। ଏହାକୁ ଆଗ୍ରହରେ ସ୍ୱୀକାର କର। ଦିଲ୍ଲୀପ ଉପହାର ସ୍ୱୀକାର କଲା। ଦିଲ୍ଲୀପ ଓ ମଙ୍ଗଳା ଜମିଦାରଙ୍କୁ ପ୍ରଣାମ ଜଣାଇ ନିଜ ଗ୍ରାମକୁ ଫେରି ଆସିଲେ। ବେତାଳ ଏହି କାହାଣୀ ରାଜାଙ୍କୁ ଶୁଣାଇବା ପରେ କହିଲା, ରାଜନ୍, ସାମାନ୍ୟ ଗୋଟିଏ କଣ୍ଢେଇ ପାଇଁ ଦିଲ୍ଲୀପ ଜମିଦାରଙ୍କ କନ୍ୟା ଓ ତାଙ୍କର ଅପାର ସମ୍ପତ୍ତିକୁ ପ୍ରତ୍ୟାଖ୍ୟାନ କଲା। ମାତ୍ର ଶେଷରେ ଏପରି ଜଣେ ଭିଲ ଯୁବତୀଙ୍କୁ ନିଜର ଅର୍ଦ୍ଧାଙ୍ଗିନୀ ଭାବରେ ଗ୍ରହଣ କଲା, ଯିଏ ସୁନ୍ଦର ନୁହେଁ କିମ୍ବା ସମ୍ପନ୍ନ ନୁହେଁ। ଏହା ତାର ଅଜ୍ଞାନତା ନୁହେଁ ତ ଆଉ କ'ଣ? ଠିକ୍ ଅଛି, ସେ ମଙ୍ଗଳାକୁ ବିବାହ କଲା, ମାତ୍ର ତାକୁ ନେଇ ସେ ତାର ଗ୍ରାମକୁ ଚାଲିଯିବା କଥା। କିନ୍ତୁ ସେ ତାକୁ ସାଙ୍ଗରେ ଧରି ସିଧା ଜମିଦାରଙ୍କ ପାଖକୁ ଚାଲି ଆସିବା କ'ଣ ଦରକାର ଥିଲା? ଯଦି ଜମିଦାର ତାକୁ କଠୋର ଦଣ୍ଡ ଦେଇଥାନ୍ତେ, ତେବେ ବିଚାରୀ ମଙ୍ଗଳା ସହିତ ଅନ୍ୟାୟ ହୋଇନଥାନ୍ତା? ତାର ଏଭଳି ସ୍ୱଭାବ ବିଚିତ୍ର ମନେ ହେଉନାହିଁ କି? ଏହା ସବୁ ଲକ୍ଷ୍ୟ କରି ମୋର ମନେ ହେଉଛି ଦିଲ୍ଲୀପ କେବଳ ମାତ୍ର ଜଣେ କଳାକାର, କିନ୍ତୁ ତା ପାଖରେ ଲୋକଜ୍ଞାନ କି ବୁଦ୍ଧିମତ୍ତା ନାମମାତ୍ର ପରିମାଣରେ ନାହିଁ। ଏପରି ମୂର୍ଖ ପାଖରୁ ପୁଣି ଜମିଦାର କ୍ଷମା ମାଗିଲେ ଓ ତାକୁ ଉପହାର ଦେଇ ସସମ୍ମାନେ ବିଦା କଲେ। ସେଇ ଜମିଦାରଙ୍କ ବ୍ୟବହାର ଆହୁରି ବିଚିତ୍ର ମନେ ହେଉନି କି? ମୋର ଏଇ ସବୁ ସନ୍ଦେହର ସମାଧାନ ଜାଣି ନୀରବ ରହିଲେ ତୁମର ମସ୍ତକ ଶତଧା ବିଦୀର୍ଣ୍ଣ ହେବ। ବିକ୍ରମାର୍କ ଉତ୍ତର ଦେଲେ, ଦିଲ୍ଲୀପ କେବଳ ଜଣେ ନିପୁଣ କଳାକାର ନୁହେଁ, ସେ ଜଣେ ସତ୍ୟାନ୍ୱେଷୀ ମଧ୍ୟ। ଏହା ସତ୍ୟ ଯେ ସୁନ୍ଦର ରୂପର ଅଧିକାରୀ ହେବା ସବୁ କିଛି ନୁହେଁ, ସୁନ୍ଦର ମନ ଓ ହୃଦୟର ମଧ୍ୟ ଆବଶ୍ୟକତା ରହିଛି। ଜମିଦାରଙ୍କ କନ୍ୟାକୁ ଦେଖିବା ପରେ ସେ ଏହି ସତ୍ୟକୁ ଠିକ୍ ବୁଝିପାରିଲା। ମଙ୍ଗଳାକୁ ଦେଖିବା ପରେ ସେ ଏହା ମଧ୍ୟ ଜାଣିପାରିଲା ଯେ ବାହ୍ୟ ସୌନ୍ଦର୍ଯ୍ୟର କିଛି ମୂଲ୍ୟ ନାହିଁ। ଯିଏ ଅନ୍ୟକୁ ସ୍ନେହ କରି ଜାଣେ ନାହିଁ, ତା ପାଖରେ ଗର୍ବ ଅହଙ୍କାର ପୂରି ରହିଛି। ସେ ମନୁଷ୍ୟ ପଦବାଚ୍ୟ ନୁହେଁ। ମଣିମାଳା ଏହାର ଜୀବନ୍ତ ଉଦାହରଣ। କାଠ କଣ୍ଢେଇର ମଧ୍ୟ କେବଳ ମଣିମାଳା ପରି ରୂପ ଅଛି, କିନ୍ତୁ ହୃଦୟ ନାହିଁ। ଏହା ଜାଣିବା ପରେ ସେ ତାକୁ ମଣିମାଳାକୁ ଦେବାକୁ ସ୍ଥିର କରିଛି। ଏହା ତାର ଅଜ୍ଞାନତା ନୁହେଁ। ଜମିଦାରଙ୍କୁ ପ୍ରଥମେ ଭେଟିବା ଦିଲ୍ଲୀପର ସୌଜନ୍ୟ ଓ ସଚ୍ଚୋଟପଣର ନମୁନତା। ତେଣୁ ଜମିଦାର ବିଶେଷ ପ୍ରଭାବିତ ହେଲେ। ନିଜ କନ୍ୟା ବଦଳରେ ଦିଲ୍ଲୀପକୁ ସମର୍ଥନ କଲେ ଓ ଉପହାର ପ୍ରଦାନ କଲେ। ଏପରି ରାଜାଙ୍କର ମନଭଙ୍ଗ କରିବାରେ ସଫଳ ହୋଇ ଶବ ଓ ଶବସ୍ଥିତ ବେତାଳ ଅଦୃଶ୍ୟ ରୂପରେ ପୁନଶ୍ଚ ବୃକ୍ଷଡାଳରେ ଝୁଲି ପଡ଼ିଲା। ବନ୍ଧୁଗଣ, ଏ ଥିଲା ବିକ୍ରମ ବେତାଳ ସିରିଜର ତୃତୀୟ ଗଳ୍ପ। ଗଳ୍ପଟି ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ଟି ନିଶ୍ଚୟ କରନ୍ତୁ ଏବଂ ଗପ ଅମୃତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ, ଯାହାଦ୍ୱାରା ଏଭଳି ସୁନ୍ଦର ସୁନ୍ଦର ଗଳ୍ପ ଆପଣଙ୍କ ନିକଟରେ ଖୁବ୍ ଶୀଘ୍ର ପହଞ୍ଚି ପାରିବ। ଧନ୍ୟବାଦ।